ହେଇଟି ଶୁଭୁଛି ମଲା ସେ ଘରଟା ଭିତରେ କଣ କରୁଛ ମ? କଣ ମୋ କଥା କାନକୁ ଶୁଭୁନି? ମତେ କଣ କହିଲ? ନାଇଁ କାନ୍ଥକୁ କହୁଛି। କଣ ହେଇଛି କୁହ? ବୁଝିଲ, ହଠାତ୍ ଗୋଟା ଚିନ୍ତା ମୁଣ୍ଡରେ ପଶିଗଲା ଯେ ଚନ୍ଦ୍ର ଉପରେ ବିନ୍ଦୁଟି କାହିଁକି ଅଛି। ବିନ୍ଦୁ? ସେଇ କଥା ଚିନ୍ତା କରୁ କରୁ ନିଜକୁ ଭୁଲି ଯାଇଥିଲି। ମୁଁ ତ ସେଇ କଥା କହୁଛି, ତମେ ତ ନିଜକୁ ନିଜେ ଭୁଲି ଯାଉଛ। ଆମ କଥା ମନେ ରଖିବୁ କୋଉଠୁ ମ? ତମ କଥା ମାନେ ମୁଁ କହୁଛି, ତମର ଯଦି ପୋଥି ଶାସ୍ତ୍ର ଭିତରେ ମଜି ରହିବାକୁ ଏତେ ମନ, ତାହେଲେ ଆମକୁ ଟିକେ ଟିକେ ବିଷ ଦେଇଦିଅ। ବିଷ? ତମେ ତମର ମଜୁଥା। ତମ କଥା ମୁଁ ବୁଝି ପାରୁଛି, ହେଲେ କଣ କରିବି କୁହ? ମୋ ଚେଷ୍ଟାରେ ମୁଁ କଣ ହେଳା କରିଛି? ହେଳା କରିନ? ତମକୁ ମୁଁ କେବେଠୁ କହିଲିଣି ଥରେ ବାଦଶାହଙ୍କ ଦରବାରକୁ ଯାଅ, ହେଲେ ମୋ କଥା କଣ ତମେ ଟିକେ କାନକୁ ନଉଛ? ପଣ୍ଡିତ ମାନେ ଯାଇ ବାଦଶାହଙ୍କ ପାଖରୁ କେତେ କଣ ପୁରସ୍କାର ଆଣୁଛନ୍ତି, ଆଉ ତମେ ଆରେ ଇଏ କଣ ହେଲେ ମୋ କପାଳକୁ। ଆରେ ବନ୍ଦ କର। ଆରେ ଠିକ ଅଛି, ତମେ ଯଦି କହୁଛ ମୁଁ ଯାଉଛି, ଦେଖେ ମୋ ଭାଗ୍ୟରେ କଣ ଅଛି। କଣ କରିବି, କେମିତି ବାଦଶାହଙ୍କୁ ଦେଖା କରିବାକୁ ଯିବି? କେତେ ବଡ଼ ବଡ଼ କବି, ପଣ୍ଡିତ, ରାଜପୁରୁଷ ମାନେ ଯାଉଛନ୍ତି, ମୁଁ ତ ନିଃସ୍ୱ ଦରିଦ୍ର ବ୍ରାହ୍ମଣ। ମୋର ଏ ରୂପଭେକ ଦେଖି ସେଠି ଯୋଉ ଦ୍ୱାରପାଳ ଠିଆ ହେଇଛି, ସେ କଣ ଭିତରକୁ ଛାଡ଼ିବ? ମୋର ବିଶ୍ୱାସ ହଉନି। ତଥାପି ଦେଖେ, ଏତେ ଦୂର ଆସି ସାରିଲିଣି ଯେତେବେଳେ ଟିକେ ଚେଷ୍ଟା କରେ। ଦ୍ୱାରପାଳ, ଆମ୍ଭେ ଜଣେ ପଣ୍ଡିତ, ଭାରତର ସମ୍ରାଟ ଆକବର ବାଦଶାହଙ୍କ ସହିତ ସାକ୍ଷାତ କରିବା ପାଇଁ ଆମ୍ଭେ ଆସିଅଛୁ। ତା ତ ଆପଣଙ୍କ ଚେହେରାରୁ ମୁଁ ବେଶ ବୁଝିପାରୁଛି। ଭିତରକୁ ଯିବାକୁ ହେଲେ ଏଠି କିଛି ଦେଇକରି ଯିବାକୁ ହୁଏ, ବୁଝିଲ? ଆପଣଙ୍କୁ ଦେବା ପାଇଁ ଆମ୍ଭ ପାଖରେ କାଣି କଉଡ଼ିଟିଏ ବି ନାହିଁ। ନାଇଁ, ପାଣ୍ଡିତ୍ୟର ପରାକାଷ୍ଠା ଦେଖାଇ ମହାରାଜାଙ୍କ ନିକଟରୁ ଯଦି କିଛି ପୁରସ୍କାର ପାଉ, ଆପଣଙ୍କୁ ଅର୍ଦ୍ଧେକ ନିଶ୍ଚୟ ଦେବୁ। ଆଚ୍ଛା, ଠିକ ଅଛି, ଯାଅ। କିନ୍ତୁ ଫେରିଲା ସମୟରେ ଆମର ପ୍ରାପ୍ୟ ଦେବାକୁ ଯେପରି ଭୁଲି ନ ଯାଅ। ସେ ବିଶ୍ୱାସ ଆପଣ ଆମ୍ଭ ଉପରେ ରଖନ୍ତୁ। ଆମ୍ଭେ ପଣ୍ଡିତ, ଆମ୍ଭ ବାକ୍ୟରେ ତିଳେ ହେଲେ ମିଥ୍ୟା ନାହିଁ। ବାଦଶାହ ଦରବାରକୁ ବିଜେଇବା ସମୟ ହେଇଗଲାଣି, ଯାଆନ୍ତୁ। ଦରବାରରେ ଉପସ୍ଥିତ ଥିବା ପଣ୍ଡିତ ମାନଙ୍କୁ ମୁଁ ଗୋଟିଏ ପ୍ରଶ୍ନ ପଚାରିବି ବୋଲି ଅନେକ ଦିନରୁ ଭାବିଛି। ଆଚ୍ଛା, କୁହନ୍ତୁ ଦେଖି, ମୋ ହାତ ପାପୁଲିରେ ରୁମ ନାହିଁ କାହିଁକି? ଏଇଟା ଗୋଟେ କଣ ପ୍ରଶ୍ନ? ଆମ ହାତ ପାପୁଲି କୋଉଠି ରୁମ ଅଛି କି? ଚୁପ୍ ରହିଲେ ଯେ, ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଜାହାପନା ଅନୁମତି ପ୍ରଦାନ କଲେ ମୁଁ ସେ ପ୍ରଶ୍ନର ଉତ୍ତର ଦେବି। ତୁମର ପରିଚୟ? ହଜୁର, ମୁଁ ଜଣେ ଦରିଦ୍ର ପ୍ରଜା। ପିତାମାତା ନାମ ରଖିଥିଲେ ମହେଶ ଦାସ। ଶାସ୍ତ୍ର ପୁରାଣ ଆଲୋଚନା କରିବା ପରେ ମୁଁ ଏବେ ବୀରବଲ୍ଲ ବୋଲାଉଛି। ବୀରବଲ୍ଲ? ଆଚ୍ଛା ବୀରବଲ, କୁହ ଦେଖି, ମୋ ହାତ ପାପୁଲିରେ ରୁମ ନାହିଁ କାହିଁକି? ଜାହାପନା ସବୁବେଳେ ସେ ହାତରେ ଦାନ ଦକ୍ଷିଣା ଦେଉଥିବାରୁ ପାପୁଲେ ରୁମ ଉଠିବା ପାଇଁ ଫୁର୍ସତ ପାଉନେଇ। ଆଚ୍ଛା, ଯିଏ ଦାନ ନଉଛି ତା ହାତ ପାପୁଲିରେ ରୁମ ନାହିଁ କାହିଁକି? ଜାହାପନା, ଆପଣଙ୍କ ପରି ଦୟାଳୁ ବାଦଶାହଙ୍କ ଠାରୁ ଦାନ ନେଇ ନେଇ ତା ପାପୁଲେ ରୁମ ଉଠିବାକୁ ଫୁର୍ସତ ମିଳୁନାହିଁ। କିନ୍ତୁ ତୁମ ପାପୁଲିରେ ଆଉ ଅନ୍ୟ ଲୋକଙ୍କ ପାପୁଲିରେ
ରୁମ ନାହିଁ କାହିଁକି? ଯାହା ପନା ଯେତେବେଳେ ଦାନ ଦେଉଥାନ୍ତି ଗରିବ ଲୋକମାନେ ନେଉଥାନ୍ତି, ଅନ୍ୟମାନେ ତା ଦେଖି ମନ ଦୁଃଖରେ ଦୁଇ ହାତ ଘଷି ହେଉଥାନ୍ତି। ସେଇଥିପାଇଁ ଆମ ହାତ ଭାବିଲେ ରୁମ ଉଠିବ କେତେବେଳେ? ବାସ୍ତବିକ ତୁମ ବୁଦ୍ଧିର ପ୍ରଶଂସା ନ କରି ମୁଁ ରହିପାରୁନି। ମୁଁ ତମକୁ କିଛି ଦାନ ଦେବାକୁ ଚାହେଁ। କୁହ, କଣ ତମେ ଚାହଁ? ଯାହାପନା ଯଦି ମୋ ଉପରେ ସନ୍ତୁଷ୍ଟ ହେଇଛନ୍ତି ତାହେଲେ ଦୟାକରି ପ୍ରହରୀକୁ ଆଦେଶ କରନ୍ତୁ, ସେ ମତେ 100 ପାହାର ବେତମାଡ଼ ଦବ। ଲୋକଟା ପାଗଳ ମୂର୍ଖ ମ ବେତ ପାହାର ଖାଇବାକୁ ଇଚ୍ଛା କରେ। ବୀରବଲ, କଣ ତମେ କହୁଛ? ପ୍ରକୃତରେ ତୁମେ 100 ବେତ ପ୍ରହାର ଖାଇବାକୁ ଚାହଁ? ଯାହାପନା ବୋଧେ ଏଥି ପୂର୍ବରୁ ମାନେ କେହି ଏ ପ୍ରକାର ପୁରସ୍କାର ଚାହିଁ ନଥିବ ବୋଲି ଆପଣ କୁଣ୍ଠାବୋଧ କରୁଛନ୍ତି। ଯଦି ମୋର ପ୍ରାର୍ଥନା ପୂରଣ କରି ମତେ 100 ବେତ୍ରାଘାତ ଦିଅନ୍ତି ତାହେଲେ ମୁଁ ଚିର ଉପକୃତ ହେବି। ଯାହାବନା ଆମର ବିଶ୍ୱାସ ବେତ ପାହାର ଖାଇଲେ ବୋଧେ ବୀରବଲଙ୍କ ବୁଦ୍ଧି ବଢିଯିବ, ସେଇଥିପାଇଁ ସେ ଆପଣଙ୍କୁ ଏ ପ୍ରକାର ଅନୁରୋଧ କରୁଛନ୍ତି। ଆପଣମାନେ ଠିକ କଥା କହୁଛନ୍ତି ମହାଶୟ, ଆପଣମାନେ ଠିକ କଥା କହୁଛନ୍ତି। ସମସ୍ତେ ଜାଣନ୍ତି ଦେହରେ ପାହାର ବାଜିଲେ ବୁଦ୍ଧି ବଢେ, ସେଥିପାଇଁ ଅବଦାନ ପିଲାମାନଙ୍କୁ ବେତମାଣ ଦେଇଥାନ୍ତି। କଥାରେ କହନ୍ତି ନାହିଁ, ଛାଟ ନ ବାଜିଲେ ପାଠ ହୁଏ ନା। ଠିକ ଅଛି ପ୍ରହରୀ। ହଜୁର, ଶୁଣ, ବୀରବଲକୁ ଖୁବ ଧୀରେ ଧୀରେ ମାରିବ। জি হজুর। 1 2 3 4 5 50। ରୁହ 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 ପ୍ରହରୀ, ଟିକେ ରୁହ। କଣ ହେଲା ବୀରବଲ? ଆହୁରି 50 ପାହାର ବାକି ଅଛି ଯେ ତୁମ ମନ ବଦଳିଗଲା ନା କଣ? ନାହିଁ ଯାହାପନା, ମୋ ମନ ଆଦୌ ବଦଳିନି। ବାଦଶାହ ଠାରୁ ଯାହା ପାଇବି ସେଥିରୁ ଅଧେ ଦେବା ପାଇଁ ଆଉ ଜଣକୁ କଥା ଦେଇ ଆସିଛି। ମୋ ଅଧ ତ ମୁଁ ପାଇ ସାରିଲିଣି, ବାକି ଅଧ ତାଙ୍କୁ ଦେବା ପାଇଁ ଅନୁମତି ଦେଲେ ମୋ ଭାଗିଦାରକୁ ଆପଣଙ୍କ ଦରବାରରେ ଉପସ୍ଥିତ କରେଇବି। ବେଶ ଠିକ ଅଛି, ତାକୁ ନେଇ ଆସ। ଆରେ ମୁଁ ଭାବିଥିଲି ୟା ଭଳି ମୂର୍ଖ ଆଉ କେହି ନଥିବ ବୋଲି, କିନ୍ତୁ ଏବେ ଦେଖୁଛି ୟାର ଆଉ ଜଣେ ସାଥୀ ବି ଅଛି। ଇଏ କଥା କଣ? ବୀରବଲ କଣ ଆମ ଦ୍ୱାରପାଳକୁ ସାଥିରେ ଧରି ଆସୁଛି? ଯାହାପନା, ମୋର ଭାଗିଦାର ଆଉ କେହି ନୁହେଁ, ଆପଣଙ୍କର ଏଇ ଦ୍ୱାରପାଳ। ମୁଁ ଆପଣଙ୍କ ସହିତ ସାକ୍ଷାତ କରିବାକୁ କହିବାରୁ ସେ ଦକ୍ଷିଣା ଚାହିଁଥିଲେ। ମୋ ପାଖରେ ତ କିଛି ନଥିଲା। ମୁଁ କଥା ଦେଇ ଆସିଥିଲି ଆପଣଙ୍କ ପାଖରୁ ଯାହା ପାଇବି ଅଧେ ତାଙ୍କୁ ଦେବି। ମୋ ଅଧକ ତ ମୁଁ ପାଇ ସାରିଛି, ତାଙ୍କ ଅଧ ତାଙ୍କୁ ଦିଆଗଲେ ମୁଁ ଚିର ଉପକୃତ ହେବି। ଦ୍ୱାରପାଳ, ଏ କଥା କଣ ସତ୍ୟ? ହଁ ଯାହାବନା, ଆମେ ଶୁଣିବାକୁ ପାଇଛୁ ଏ ଦ୍ୱାରପାଳ ଅନେକ ଲୋକଙ୍କ ଠାରୁ ଏମିତି ଦକ୍ଷିଣା ନେଉଛି। ପ୍ରହରୀ, ଦ୍ୱାରପାଳକୁ ତାର ଅର୍ଦ୍ଧେକ ପ୍ରାପ୍ୟ ଭଲ ରୂପେ ଦିଅ। জি হজুর। ମରିଗଲି। ନାଇଁ ନାଇଁ, ଆଉ ଦିନେ କରିବିନି, ଆଉ ଦିନେ କରିବିନି, ଆଉ ମୁଁ ଲାଞ୍ଚ ନେବି ନାହିଁ। ମରିଗଲି। ଦେଖନ୍ତୁ ପଣ୍ଡିତ ମଣ୍ଡଳୀ, ପାହାର ଖାଇଲେ ଲୋକର କିପରି ବୁଦ୍ଧି ବଢିଯାଏ। ଦ୍ୱାରପାଳ ଏଣିକି ବକ୍ସିସ ମାଗିବା ଯେ କେତେ ଅନ୍ୟାୟ ତାହା ଶିଖିଯିବ। ଧନ୍ୟ ଧନ୍ୟ ବୀରବଲ, ଧନ୍ୟ ତୁମର ବୁଦ୍ଧି। ବାସ୍ତବିକ ତୁମ ବୁଦ୍ଧିର ପ୍ରଶଂସା ନ କରି ମୁଁ ରହିପାରୁନି ବୀରବଲ। এই নিয় তোমার পুরস্কার গ্রহণ কর। ଯାହାପନା, ହଁ, ମୋର ଆଉ ଗୋଟିଏ ପ୍ରଶ୍ନ, ଯୋଉ ପ୍ରଶ୍ନର ଉତ୍ତର କି ମୋ ଦରବାରର କୌଣସି ପଣ୍ଡିତ ଦେଇପାରି ନାହାନ୍ତି, ସେଇ ପ୍ରଶ୍ନର ଉତ୍ତର ଯଦି ତୁମେ ଆସନ୍ତା କାଲି ଦରବାରରେ ଦେଇପାରିବ, ତେବେ ତୁମ୍ଭେ ଆମ୍ଭ ପଣ୍ଡିତ ମଣ୍ଡଳୀ ମଧ୍ୟରେ ସ୍ଥାନ ପାଇବ। ଯାହାପନା, ତେବେ ପ୍ରଶ୍ନଟି ଅଧୀନ ନିକଟରେ ପ୍ରକାଶ କରନ୍ତୁ। ତେବେ ଶୁଣ, ପ୍ରଶ୍ନଟି ହେଲା, ଆମ ଆଗ୍ରା ସହରରେ କେତେ କାଉ ଅଛନ୍ତି? ଗଲା ତ ସବୁ ଗଲା।
आग्रा सहर रे केते काऊ अछंती आग्रा सहर रे केते काऊ अछंती आग्रा सहर रे केते काऊ अछंती किपरि बा गणना करिबी ए पाखरु गल्ला को से पाख उड़ी पड़ी जाउछंती से पाखरु गल्ला को ए पाखरु उड़ी पड़ी जाउछंती बड़ विषमय समस्या कौन जे करिबी आसंता काली दरबार रे प्रश्नर उत्तर कौन देबी किछि ठीक करि पारु नै जदि ए प्रश्नर उत्तर न पाए ताहले ताहले काली दरबार रे मुंह देखिबी केमिति किए खोला तमे धर हे देखिल जमा जाऊ नथिलटी मो कथा मानी गल बोली सना एसबु पाइल हेइटी तमे सबुदिन जदि एमती जीव ना हम दुख रहिबनी भगवान तम पेटे पेटे बुद्धि देइचंती हेले तमे निजे निजको चिनी पार नथिलो बुद्धि बुझिलो अकबर बादशाह जी बुद्धि गुरा एमिति रुंधी देइचंती जे मते चारियार अंधकार दिसुची कौन हैला बादशाह कौन किसी कहले हाँ गोटा अद्भुत प्रश्न आग्रा सहर रे केते काऊ अछंती एई प्रश्नर उत्तर आसंता काली दरबार रे मते दबाउ पड़िबो हो हेइथि पई एते विचलित होई पड़ुछ हो हो तमे आसिलो गोड़ा हाथ धोई खाइबा आस ए प्रश्नर उत्तर मु तुमको कहि देबी तमे आस खाइबा आस हौ चलो बीरबल जहां पन्ना गतकालीर प्रश्नर उत्तर दवा पई प्रस्तुत हेई आसीछ तो जहां पन्ना ताले कुह आम आग्रा सहर रे केते काऊ अछंती जहां पन्ना 45,743 मोर विश्वास ए गणना रे टिके हेले भूल नाही तमे ठीक कहूछ तो बीरबल जहां पन्ना देखो बीरबल जदि तुम गणना रे भूल देखा जाए तेबे भीषण दंड भोगिबक पड़िबो अच्छा तुमे कहूथबा संख्यर जदि बेसी कुआ थांती मो गणना के भूल हबनी जहां पन्ना जदि अधिक संख्यक काऊ देखा जानती तेबे जहां पन्ना जानिबे आग्रा बाहर केतक काऊ ताको बंधु बांधव संखोलिया पई आग्रा भीतर को आसीथिबे से माने 2-4 दिन रहिगिरी चली जिवे पुणी आग्रा काऊ संख्या ठीक हेइबो जहां पन्ना आउ जदि काऊ संख्या कम थिबार देखा जाए जहां पन्ना ताहले जानिबे हम आग्रा रे थिबा केतक काऊ आग्रा बाहर थिबा काऊ को घर को कुनिया हेइ जाइथबे बीरबल प्रकृत रे तुमे प्रशंसार पात्र आजि थारु आंब दरबार पंडित मानक मध्य रे तुमे जणे हेइ रहिल जय सम्राट अकबर जय सम्राट अकबर जय सम्राट अकबर हाँ सुना काली प्रभात रे मु जंगल को शिकार करबा को जीवी तुमको साथी रे नेबा को चाहे जीव जहां पन्ना साथी रे गले निजको धन्य मन करिबी सतरे बीरबल आगुरु मु अनेक थर शिकार जाइची किंतु एथर शिकार जीवारे मु जो आनंद पाइची आगुरु मु केबे पाइ नथिली काहे की जहां पन्ना तार कारण होछ तुमे माने मु किछि बुझी पारनी जहां पन्ना तुमे सांगरे थिले प्रकृत रे शिकार रे जो आनंद मिले से आनंद कोठी मिले नै जहां पन्ना मु कोन एते प्रशंसार भाजन हां बीरबल तुमर प्रशंसा से प्रशंसार शेष हब नहीं बुझिल बीरबल से प्रशंसार के शेष हब नहीं बीरबल जहां पन्ना अच्छा गोटे कथा तुमको पचारिबी कहतु जहां पन्ना गाई मानक तुमे माता बोली कहूछ किंतु ता चमड़ा किपरि जोता करी पिंदुछ जहां पन्ना ब्राह्मण पाद को पवित्र बोली कहा जाए
आउ जी छुए सी कोटिए तीर्थर फल पाए सात सात स्वर्ग भी गमन करे माने ये सकाशे आम मैंने जोता व्यवहार करने बाध्य हो जहाँ पना कारण आम पाद धूल कई सहजरे आउ छुई पारे नहीं खूब चतुरतार सहित तुम्हें उत्तर देदेल बीरबल तुम उत्तर में आनंदित हेली बीरबल जहाँ पना देख देख स्त्री लोकटी संतान प्रसव करी किपर पिलाटी को पोखरे गाधोई निजे मध्य गाधोई पाधोई सुस्थ पर चलीगला किंतु बीरबल बेगम मानक पई केचे जे दासी परिचारिका नियुक्त हेतांती से माने बेगम आउ एमाने साधारण प्रजा जहाँ पना बेगम नारी ये मध्य नारी से कहीं कि दासी मानक परिचर्या मध्य से जरे सोई रहिबे ताको मध्य साधारण नारी परी चल प्रचल हबा हबो निज काम निजे करबो हबो बीरबल जहाँ पना संध्या ही आसुची प्रसाद को फेरी जीवा चलो चलत जहाँ पना अवस्था छाड़ी दे कड़े रोच खादीजा आमे कौन करिबो बेगम साहेबा जहाँ पना काली संध्या भ्रमण फेरी निर्देश देचंती जे आपण निज काम निज हाथ रे करिवे आउ से जे ऊपर सोई रहिबेनी हे परामर्श तांको के देला खादीजा आमे केमिति कहबो फेरिला बेले बीरबल तांको सहित थिले तू जा जा खादीजा बीरबल को खबर दे मुते से देखा करिबे बीरबल जी आपण कहंतु बीरबल जी बेगम मानकर दोष कौन आपण व्यस्त होंतु बेगम साहेबा गोटे काम करंतु राज उद्यान मालिक डाकी कहि दियंतु आजि ठार से बगीचार जत्न नबनी आपण कौन जानंतनी बीरबल जी बादशाह फूल को केते आदर करंती तांको आदरर उद्यान जदि उजड़ी जाए ताहले से मते जीवन रे रखिबेनी भय करंतु बेगम साहेबा बादशाह जदि किछि कहंती ताले आपण मो ना कहि देबे मु आसुची बेगम साहेबा ये कौन बगीचार फूल गछ गुड़ाक एपरी झाउणी पड़े कहीं बगीचार माली मध्य नहीं मारे मारे जहाँ पना मारे बगीचार एपरी अवस्था कहीं जान ए मु तुमको मृत्यु दंड दे पारे जहाँ पना मोर किसी कसुर नहीं जहाँ पना बगीचार काम न करिया पे बेगम साहेब मते कहिसंती कौन हला बेगम करे एते बड़ा स्पर्धा देखुची बेगम बेगम जहाँ पना बेगम तुम्हें मारी को निर्देश देछ बगीचार फूल गछ मान जत्न न नबा पई हाँ हाँ जहाँ पना कहीं की बेगम मु फूल गछ को केते भल पाए जानी मध्य तुम्हें निर्देश देछ तार परिणाम कौन जानिछ परिणाम परिणाम कौन हबो जहाँ पना मोर आदर फूल गछर अवस्था कौन हेची तुम आखिर जे देखि आछो जहाँ पना जंगल रे तो अनेक फूल गछ अछि हेले के तार जत्न नउछ कौन तुम्हें कहूछ बेगम जंगल फूल गछ सहित राज उद्यान फूल गछ को तुम तुलना करूछ
ବିନା ଯତ୍ନରେ ରାଜ ଉଦ୍ୟାନର ଫୁଲ ଗଛ କେବେ ବଞ୍ଚି ପାରେ ନା। କାହିଁକି ବଞ୍ଚି ପାରେ ନା ଯାହାପନା? ଯଦି ବିନା ଯତ୍ନରେ ରାସ୍ତା କଡ଼ର ସ୍ତ୍ରୀ ଲୋକଟି ସନ୍ତାନ ପ୍ରସବ କରିପାରୁଛି, ତାହେଲେ ବିନା ଯତ୍ନରେ ଉଦ୍ୟାନର ଫୁଲ ଗଛ ଗୁଡ଼ିକ ବଞ୍ଚିବେ ନାହିଁ କାହିଁକି? একথা তমে ও বুঝলি বুঝলি এ বুদ্ধি বীরবল তোমাকে নিশ্চয় দেইছি। ହଁ ଯାହାପନା, ତାଙ୍କ ଛଡ଼ା ହେ ବୁଦ୍ଧି ବା ଆଉ କିଏ ଦେଇପାରେ? মোর ভুল পাই মো অনুতপ্ত বেগম। ଯାହାପନା, আস আস বেগম। ଯାହାପନା, 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 କଣ ହେଇଛି ବନ୍ଦୀ? ବେଗମ ଖର ପୁତ୍ର ସନ୍ତାନଟିଏ ହେଇଛି ଯାହାପନା। ଶୁଭ ସମ୍ବାଦ ପାଇଁ ନିଅ ବନ୍ଦୀ, তোমার পুরস্কার এই মুক্তার হার নিও। মু আজ বিশেষ আনন্দিত। মোর খুশি মোর আনন্দর পরিমাণ তুমি কল্পনা করি পারিবনি বীরবল। আচ্ছা বীরবল, মোর পুত্র হয়েছে শুনি তমকু কিপরি লাগিলা? ଯାହାପନା ଖୋଲାସିଆ ଝାଡ଼ା ପରେ ଯେଉଁ ଆନନ୍ଦ ଯେଉଁ ସୁଖ ମଣିଷ ଉପଲବ୍ଧି କରିଥାଏ ତା ତୁଳନାରେ ବେଶୀ କିଛି ନୁହେଁ। বীরবল, মোর এতে বড় খুশি আনন্দকু তুমি জানো? তোমার এই উত্তর পাই মু তোমাকে কি পুরস্কার দেবি? ଯାହାପନା ବର୍ତ୍ତମାନ ତା ଅନୁଭବ କରିପାରିବେନି। ସେ ଖୁସି ସେ ଆନନ୍ଦର ମୁହୂର୍ତ୍ତ ପାଇଁ ମୁଁ ଯାହାପନାଙ୍କ ନିକଟରେ ସମୟ ଭିକ୍ଷା କରୁଛି। বেশ, সেই মুহূর্তর অপেক্ষায় মু রহিলি। তুমি এবে আসিপার। বীরবল, ଯାହାପନା কালি শাহজাদাঙ্কর জন্মদিন উৎসব কিপরি লাগিলা? ଏପରି ଉତ୍ସବ ଆଗରୁ କେବେ ଦରବାରରେ ହେଲା ପରି ମୋର ମନ ହଉନି ଯାହାପନା। ବିରିୟାନୀ, ମୃଗ ମସଲାମ, ଫେନି, କଣ ହେଇଥିଲା ତାର ହିସାବ କରି ହବନି ଯାହାପନା। ହେଲେ ମୋର ଆମାସ ଦୋଷ ଥିବାରୁ ମୁଁ କଣ ବିଶେଷ କିଛି ଖାଇପାରିଲି ଯାହାପନା? ଖାଲି ଆଘ୍ରାଣରେ ପେଟ ପୁରିଗଲା। আগ্রাণে অর্ধ ভোজন মোর ধারণ সত্য বেগম মানে মতে কালি বহুত খুয়াই দিয়েছেন। বীরবল, ଯାହାପନା নাউরিকু কুহ টিকে ডঙ্গা কূଳରେ লগাইব। ଯାହାପନା ଆମେ ବର୍ତ୍ତମାନ ମଝି ନଈରେ ଯାଉଛେ। ଏଠି ଏତେ ପାଣି ଯେ ଆହୁଲା ଛଡା କାତ ପାଇବନି। ପାଣି କେମିତି କଳା ଭଅଁର ଦେଖାଯାଉଛି ଦେଖୁନାହାନ୍ତି ଯାହାପନା। ତମେ ମଧ୍ୟ ଆଉଲା ଧର ବୀରବଲ। କଣ କରିବି ଯାହାପନା, ସକାଳେ ବାଡ଼ିଆଡେ ଯିବା ପାଇଁ ପାଣି ଢାଳ ଉଠେଇବାକୁ ହାତ ବଢେଇଛି, କେମିତି ରକାଟା ପଶିଗଲା କେଜାଣି। ଶୌଚ ହବାକୁ ଯୋଉ ତକଲିଫ ହେଲା, ଆଉ ହୋ କଣ କହିବି। ବୀରବଲ, ନାଉରି କୁହ ଶୀଘ୍ର ଡଙ୍ଗା କୂଳରେ ଲଗଉ। ଏତେ ଶୀଘ୍ର କାହିଁକି ଯାହାପନା? ଏଇ ଦେଖନ୍ତୁ ପକ୍ଷୀମାନେ କିପରି ଦଳ ଦଳ ହେଇ ନଦୀ ଗର୍ଭକୁ ଉଡ଼ି ଯାଉଛନ୍ତି। ଏ ଦୃଶ୍ୟ ଦେଖିଲେ ମଣିଷ ଭୋକ ଶୋଷ ଘର ଦ୍ୱାର ସବୁ ଭୁଲିଯିବ। ଏ ଦୃଶ୍ୟ ଦେଖି କାଳିଦାସ ଭବଭୂତି ଯେଉଁ ଶ୍ଲୋକ ରଚନା କରିଛନ୍ତି ଶୁଣିବେ ଯାହାପନା? ନାଇଁ ନାଇଁ, ସେସବୁ ଶୁଣିବାର ଅବସ୍ଥାରେ ମୁଁ ବର୍ତ୍ତମାନ ନାହିଁ ବୀରବଲ। ତମେ ଡଙ୍ଗା ଶୀଘ୍ର କୂଳରେ ଲଗାଅ। ଯାହାପନା ନଦୀର ଦୁଇ କୂଳରେ ପାହାଡ଼ ଜଙ୍ଗଲ ହିଂସ୍ର ଜନ୍ତୁ ଥିବା କିଛି ଅସମ୍ଭବ ନୁହେଁ ଯାହାପନା। କୂଳକୁ ଯିବା ଉଚିତ ହବନି ଯାହାପନା। ବରଂ ନାଉରି হজুর, ଘାଟ ଅଭିମୁଖେ ଡଙ୍ଗା ନେଇ ଚାଲ। ନା ନା ବୀରବଲ, ମୋ ଅବସ୍ଥା ତମେ ବୁଝିପାରୁନ କାହିଁକି? ମୁଁ ମନା କରୁଥିଲି ସେ ଗରିଷ୍ଠ ଖାଦ୍ୟ ଖାଇବିନି ବୋଲି, ହେଲେ ବେଗମ ମାନେ ଶୁଣିଲେ ନାହିଁ। କଣ 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 ହଉଛି ଯାହାପନା? ପେଟର ଯନ୍ତ୍ରଣା ଅନୁଭବ କରୁଛ? କଣ କରାଯିବ? ରାଜବୈଦ୍ୟକୁ ଡାକିବା ସମୟ ସାପେକ୍ଷ। କାହାରିକି ଡାକିବା ଦରକାର ନାହିଁ ବୀରବଲ। ହିଂସ୍ର ଜନ୍ତୁକୁ ଭୟ କରିବାର କିଛି ନାହିଁ। ମତେ ଟିକେ ଶୀଘ୍ର କୂଳ ଲଗେଇ ଦିଅ, ମୁଁ ଟିକେ ପଦାରେ ବସି ଆସେ। ଯାହାପନା ତାହେଲେ ତମେ ଏତେ ବୁଦ୍ଧିମାନ ହେଇ ବିଳମ୍ବରେ ବୁଝିବ ବୋଲି ମୁଁ ମୋଟେ ଭୟ ପାରୁନି ବୀରବଲ। ବୁଦ୍ଧିମାନ ବ୍ୟକ୍ତି ଏପରି ଅବସ୍ଥାରେ ବୁଦ୍ଧି ହରେଇ ବସିଥାଏ ଯାହାପନା। ନାଉରି, ଭୟ କରିବାର କିଛି ନାହିଁ। ଇଏ ଡଙ୍ଗାଟା ସେଇ ପାହାଡ଼ ମୁଣ୍ଡିଆ କରକୁ ଲଗେଇ ଦିଏ।
ଚଢେଇ ମାନେ ହଗି ହଗି ସେ ପାହାଡ଼ଟାକୁ କେମିତି ଧଳା କରିଦେଇଛନ୍ତି ଦେଖୁଛନ୍ତି ଯାହା ନା। ଦୁର୍ବଳ ତମର କୌଣସି କଥା ମତେ ବର୍ତ୍ତମାନ ଭଲ ଲାଗୁନି। ବାସ୍ ବାସ୍ ଲାଉରି ଡଙ୍ଗା ରଖ ଡଙ୍ଗା ରଖ। ହଁ ହଁ ସେଇଠି ସେଇଠି ଲଗା। ଧୀରେ 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 ଓହ୍ଲାନ୍ତୁ ଯାହା ନା ଡିଅନ୍ତୁନି ଗୋଡ଼ ଖସିଗଲେ ଫଳ ଗୁଣ ମିଳିବନି। ବାଦଶାହଙ୍କ ଦୌଡ଼ ଦେଖି ଚଢେଇ ଗୁଡା କେମିତି ଚେଁ ଚାଁ ହେଇକିରି ଉଡି ପଳଉଛନ୍ତି ଦେଖୁଛ ନାଉରି। ହଜୁର ଆପଣ ମୁଁ ମୁଣ୍ଡ କାଟ କରିବେ ଦେଖୁଛି। ଜାହାପନା ଯଦି ଗୁସ୍ସା ହେଇ ସେ ଆଦେଶ ଦିଅନ୍ତି ନା। ତମେ ଭୟ କର ନା ନାଉରି, ଦେଖିବ ରୁହ ଜାହାପନା କେମିତି ଖୁସି ହେବେ। ଇଏ ନାଉରି ମୁହଁ ବୁଲେଇକି ଠିଆ ହୁଅ, ଇଏ ଜାହାପନା ଶୌଚକୁ ଆସୁଛନ୍ତି। ଆସନ୍ତୁ ଆସନ୍ତୁ ଜାହାପନା ଆସନ୍ତୁ ଆସନ୍ତୁ, ମୋ ହାତ ଧରି ଉପରକୁ ଉଠି ଆସନ୍ତୁ। ଧୀରେ ଧୀରେ ବୀରବଲ ଜାହାପନା ପ୍ରଜାମାନଙ୍କର ଆପତ୍ତି ଅଭିଯୋଗ ଶୁଣିବା ପାଇଁ ରାଜନଗର ଉପରେ ମୁଁ ଗୋଟାଏ ଘଣ୍ଟି ବନ୍ଧେଇଛି। ସେ ବିଷୟରେ ପ୍ରଜାମାନଙ୍କର ପ୍ରତିକ୍ରିୟା କିଛି ଲକ୍ଷ୍ୟ କରିଛ? ଜାହାପନା ପ୍ରଜାମାନେ ଆପଣଙ୍କ ଠାରୁ ଉଚିତ ନ୍ୟାୟ ପାଇ ଆପଣଙ୍କର ଗୁଣଗାନ କରୁଛନ୍ତି। ପ୍ରହରୀ ହଜୁର ଦେଖ ତ କିଏ ଘଣ୍ଟି ବଜେଇଲା। ହଜୁର ଗୋଟିଏ ହଡ଼ା ବଳଦ ଦୌଡ଼ି ଚବାଇ ଥିବାରୁ ଘଣ୍ଟି ବାଜି ଉଠିଲା। ମୁଁ ସେ ବଳଦଟିକୁ ଘୋଡ଼ାଇ ଦେଇ ଆସିଛି। ପ୍ରହରୀ ବୋଧହୁଏ ବଳଦଟି ପୁଣି ଦୌଡ଼ି ଟାଣୁଛି। ତମେ ତାକୁ ଦରବାରକୁ ନେଇ ଆସ। ବୀରବଲ ଜାହାପନା এই বলদটি নিশ্চয় তার গুহারি জଣାଇବା ପାଇଁ ଆସିଛି। ତୁମେ ତାର ଉଚିତ ବିଚାର କର। ଜାହାପନା ଏ ବଳଦଟି ବୁଢା ହେଇଯାଇଛି, ଖାଇବାକୁ ନ ପାଇ ତାର ପଞ୍ଜରା ହାଡ଼ ଗଣି ହେଇଯାଉଛି। ଯେ ପର୍ଯ୍ୟନ୍ତ ତା ଦେହରେ ବଳ ଥିଲା ତା ମାଲିକ ତାକୁ କାମରେ ଖଟଉଥିଲା। ଏବେ ବୁଢା ହେଇଯିବାରୁ ଆଉ କାମ କରିପାରୁନି, ତେଣୁ ତା ମାଲିକ ତାକୁ ଖାଇବାକୁ ନ ଦେଇ ଘରୁ ବାହାର କରିଦେଇଛି। ସେ ଏଇ ବିଷୟରେ ନ୍ୟାୟ ପାଇବା ପାଇଁ ଆପଣଙ୍କୁ ଗୁହାରି କରିବାକୁ ଆସିଛି। ପ୍ରହରୀ ହଜୁର ବଳଦର ମାଲିକକୁ ଶୀଘ୍ର ଦରବାରକୁ ନେଇ ଆସ। ଯାଉଛି ହଜୁର। ହଜୁର এই ଲୋକଟି ବଳଦର ମାଲିକ। ଇଏ ତୁମର ବଳଦ? ହଜୁର, କିନ୍ତୁ ସେ ବୁଢା ହେଇଯାଇଥିବାରୁ ଆଉ କାମ କରିପାରୁନି, ସେଥିପାଇଁ ମୁଁ ତାକୁ ଘରୁ ତଡ଼ି ଦେଇଛି। ତମ ଘରେ ଆଉ କିଏ କିଏ ଅଛନ୍ତି? ଆଜ୍ଞା, ମୋ ସ୍ତ୍ରୀ, ପୁଅ, ଝିଅ, ବାପା, ମା ବୁଢାବୁଢୀ ହେଇଗଲେଣି ଆଜ୍ଞା, ଆଉ ଚଳପ୍ରଚଳ କରିପାରୁନାହାନ୍ତି। କାମ ଦାମ ତ କରିପାରୁ ନଥିବେ? ହଜୁର ଠିକ କଥା କହିଛନ୍ତି। ଆଜିଠାରୁ ସେମାନଙ୍କୁ ଖାଇବାକୁ ପିଇବାକୁ ଦବନି କି ଘରେ ବି ରଖିବନି। ହଜୁର ଏକଥା କହୁଛନ୍ତି କିପରି? ବାପା ମା ବୁଢାବୁଢୀ ହେଇଗଲେ ବୋଲି ଖାଇବାକୁ ପିଇବାକୁ ନ ଦେଇ ଘରୁ ତଡ଼ିଦେବି କେମିତି? ଏ ବଳଦଟିକୁ ତାହେଲେ କେମିତି ଘରୁ ତଡ଼ିଦେଲ? ବଳ ଥିବା ସମୟରେ ସେ ତୁମର ବହୁତ କାମ କରିଛି, ଉପକାର କରିଛି, ମଲା ପର୍ଯ୍ୟନ୍ତ ତାକୁ ଘରେ ରଖି ଖାଇବାକୁ ଦବ। ତମେ ଠିକ କହିଛ ବୀରବଲ, ତୁମର ବିଚାର ଶୁଣି ମୁଁ ଆନନ୍ଦିତ ହେଲି। ହଁ ଶୁଣ, ତୁମେ ଏବେ ତୁମର ବଳଦଟିକୁ ନେଇ ଘରକୁ ଯାଅ, ମଲା ପର୍ଯ୍ୟନ୍ତ ଘରେ ରଖି ତାକୁ ଖାଇବାକୁ ଦବ। ରାସ୍ତାରେ ବୁଲି ଖାଦ୍ୟ ଖୋଜିବାକୁ ସେ ଯେପରି ନ ଆସେ। ଯାଅ, ମୋର ଆଦେଶ ପାଳନ କର। ବୀରବଲ, ତୁମର ବିଚାରରେ ମୁଁ ଖୁସି ହେଇଛି। ବୀରବଲଙ୍କ ପ୍ରଶଂସା ଶୁଣି ଶୁଣି ଦରବାରରେ ଆଉ ରହିବାକୁ ଇଚ୍ଛା ହେଉନାହିଁ। ତାଙ୍କୁ କିପରି ପରାସ୍ତ କରାଯିବ ସେ ବିଷୟରେ ଚିନ୍ତା କରୁନାହାନ୍ତି ଆଜ୍ଞା। ତାଙ୍କୁ ଅପମାନ ଦେଇ ଦରବାରରୁ ବିଦା ହେବା ପାଇଁ ମୁଁ ଗୋଟିଏ କଥା ଭାବିଛି। କିନ୍ତୁ ବିଛା ମନ୍ତ୍ର ନ ଜାଣି ସାପ ଲାଙ୍ଗୁଡରେ ହାତ ମାରନ୍ତୁ ନାହିଁ ଆଜ୍ଞା। ଯାହା କନ୍ୟା, ବୀରବଲଙ୍କୁ ଗୋଟିଏ ପ୍ରଶ୍ନ ପଚାରିବା ପାଇଁ ମୁଁ ଆପଣଙ୍କର ଅନୁମତି ଭିକ୍ଷା କରୁଛି। ପ୍ରଶ୍ନଟି କ'ଣ କୁହନ୍ତୁ? ବୀରବଲ ନିଶ୍ଚୟ ତାର ଉତ୍ତର ଦେବେ। ଯାହା କନ୍ୟା, ଦରବାରରେ ଉପସ୍ଥିତ ଥିବା ସମସ୍ତ ପାରିଷଦ ବର୍ଗ ଗୋରା ଆଉ ରୂପବାନ। ସମସ୍ତଙ୍କ ଅପେକ୍ଷା ଯାହା କନ୍ୟା ଅଧିକ ଗୋରା ଆଉ ରୂପବାନ, କିନ୍ତୁ ବୀରବଲ କାହିଁକି କଳା ଆଉ ଅସୁନ୍ଦର ସେ ସମ୍ପର୍କରେ କହିବେ କି? ବୀରବଲ, ଜାହାପନା ଏହାର କାରଣ ତୁମେ କାଲି ଦରବାରରେ ଆମ୍ଭକୁ କହିବ।
ଦରବାରରୁ ଫେରି ଏମିତି ଚୁପଚାପ ହେଇ ବସଛ ଯେ? ହଇଓ ମୁଁ ଅସୁନ୍ଦର ନା ନା ମୁଁ ଦେଖିବାକୁ କଳା, ମୋର ରୂପ ନାହିଁ। ମଲା, ବାହାଘର ଏତେ ବର୍ଷ ପରେ ତମର ଆଜି ଏକଥା କାହିଁକି ମନେ ପଡୁଛି ଯେ? ମୁଁ ତ ତମକୁ ଏକଥା କହିନି। ଓହୋ ତମେ ସିନା କହିନ, ହେଲେ ନ କହିଲା ଲୋକ ପରା ଆଜି ଏକଥା କହିଲେ। କାଲି ଠାରୁ ଆଉ ମୁଁ ଦରବାରକୁ ଯିବି ନାହିଁ, ବୁଝିଲ? କଥାଟା କଣ ଟିକେ ଖୋଲିକିରି କହୁନା? ଦରବାରକୁ ନଗଲେ ଚୁଲି ଉପରକୁ ହାଣ୍ଡି ଯିବନି ଯେ। ତମେ ଖାଲି ସେଇ କଥା କହି ଜାଣିଛ। ସ୍ୱାମୀ ତମର ଜଣେ ଏତେ ବଡ ପଣ୍ଡିତ, আকবର ବାଦଶାହ ତାଙ୍କୁ ଯଥେଷ୍ଟ ଖାତିର କରୁଛନ୍ତି ବୋଲି ଅନ୍ୟ ପଣ୍ଡିତ ମାନେ ଈର୍ଷାରେ ଜଳି ପୋଡ଼ି ଏକଥା କହିଲେ। ସେଥିରେ ତୁମର ଦୁଃଖ ନାହିଁ। ଦୁଃଖ ତମର ହାଣ୍ଡି ଚୁଲି ଉପରକୁ ଯିବ କେମିତି? ମଲା, ହେଇଟା ଏବେ କୋଉ ନୂଆ କଥା ଯେ? ପରସିରି ଦେଖିଲେ ତ ଅନ୍ୟମାନେ ସହିପାରନ୍ତିନି। ଏକଥା ତମେ କଣ ଜାଣିନ? ସେମାନଙ୍କୁ କେମିତି ପାନେ ଦବ ସେ କଥା ଆଗ ଭାବୁନ। କଣ ଭାବିବି ଯେ? ରୂପ କଣ ବଦଳେଇ ପାରିବି ନା କଳାରୁ ଗୋରା ହେଇପାରିବି? ହଉ ହଉ, ତମେ ଖାଇବ ଚାଲ। ଯାହା କହିବା କଥା ରାତିରେ ଶୋଇଲା ବେଳେ ମୁଁ କହିଦେବି। ହଉ ଚାଲ। বীরবল তো কাহি এতবেলে যাই আসিলে নাই। ଆଉ ଆସିବେ? କାଲି ଯୋଉ ଅପମାନ ହେଇଛି ଆଉ ମୁହଁ ଦେଖେଇ ପାରିବେନି। বাদশাহ আসছন্তি, বাদশাহ আসছন্তি। ଏଣେ ଏଣେ ବୀରବଲ ମଧ୍ୟ ଆସୁଛନ୍ତି। বীরবল আসছন্তি? আরে হ্যাঁ তো, বীরবল भी আসছন্তি। বীরবল, ଜାହାପନ୍ନା, ଏପରି ଗମ୍ଭୀର ଦେଖାଯାଉଛ ଯେ? ଜାହାପନ୍ନା, ଗତକାଲି ପଣ୍ଡିତମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଲେ ପଣ୍ଡିତମାନଙ୍କର ଅମର୍ଯ୍ୟାଦା ହେବ। ଆପଣ ଦୁଃଖ କରିବେ, ସେଥିପାଇଁ କ'ଣ କରିବି ସେଇ କଥା ଚିନ୍ତା କରୁଛି। ଚିନ୍ତା କରିବାର କିଛି ନାହିଁ ବୀରବଲ। କୁହ, ତୁମ ରଙ୍ଗ କାହିଁକି କଳା ଆଉ ଆମ୍ଭମାନଙ୍କ ରଙ୍ଗ କାହିଁକି ଗୋରା? ଜାହାପନ୍ନା, ସୃଷ୍ଟିକର୍ତ୍ତା ଯେତେବେଳେ ଏ ସଂସାର ଗଢ଼ିଲେ ପ୍ରଥମେ ଗଛ ପତ୍ର, ତାପରେ ପଶୁ ପକ୍ଷୀ ଜୀବଜଗତ ସୃଷ୍ଟି କଲେ। ମନୁଷ୍ୟକୁ ଜନ୍ମ ଦେଇ ତା ସମ୍ମୁଖରେ ଧନ ବୁଦ୍ଧି ଗୋରା ଓ କଳା ରଙ୍ଗ ରଖି କହିଲେ ନିଜ ଇଚ୍ଛାରେ ଦୁଇଟି ପଦାର୍ଥ ବାଛି ନିଅ। ଜାହାପନ୍ନା, ଆପଣଙ୍କର ଓ ଆପଣଙ୍କର ଦରବାରରେ ଥିବା ଲୋକମାନଙ୍କର ପିତୃପୁରୁଷ ଗଣ ଗୋରା ଆଉ ଧନକୁ ଚାହିଁଲେ ଏବଂ ଆମ୍ଭ ପିତୃପୁରୁଷ ବାକି ଥିବା କଳା ରଙ୍ଗ ଓ ବୁଦ୍ଧି ଆଣିଥିଲେ। ସେଥିଲାଗି ଜାହାପନ୍ନା, ମୁଁ କଳା ଆଉ ବୁଦ୍ଧିଆ, ଆପଣଙ୍କ ପଣ୍ଡିତ ମାନେ ଗୋରା ଆଉ ନିର୍ବୁଦ୍ଧିଆ। ସମ୍ରାଟ ମଧ୍ୟ ହେଲା ମନା କରୁଥିଲି, ଏବେ ପାନେ ପାଇଲ? ବାଦଶାହ ବି ହସୁଛନ୍ତି, ବାଦଶାହ ବି ହସୁଛନ୍ତି। ବୀରବଲ, ସତରେ କଥାଟା ସମସ୍ତଙ୍କୁ ବାଧିଛି। ତମକୁ ଆଜି ଦେଖିଲା ବେଳୁ ମତେ ଭୀଷଣ ହସ ଲାଗୁଛି ବୀରବଲ। ୟାର ତ କାରଣ କିଛି ଥିବ ଜାହାପନ୍ନା। ହଁ ହଁ, ମୁଁ ଏତେ ମୂର୍ଖ ନୁହେଁ ବୀରବଲ, ବିନା କାରଣରେ ହସିବି। କାଲି ସ୍ୱପ୍ନରେ ତମକୁ ଏକ ସାଂଘାତିକ ଅବସ୍ଥାରେ ପଡିଥିବାର ମୁଁ ଦେଖିଲି। ଆମକୁ ସେ ସ୍ୱପ୍ନ କଥା କୁହନ୍ତୁ ହଜୁର। କହିବାରେ କିଛି ଆପତ୍ତି ନାହିଁ, କିନ୍ତୁ ବୀରବଲଙ୍କୁ ତା ଭଲ ନ ଲାଗିପାରେ। କେହି ବିଶ୍ୱାସ କରିବେନି ଜାହାପନ୍ନା, କାରଣ ସ୍ୱପ୍ନ ସ୍ୱପ୍ନ ବାସ୍ତବ ନୁହେଁ। ନା ବୀରବଲ, ଯାହା ମୁଁ କହିବାକୁ ଚାହେଁ ସଭାରେ ସେ କଥା କହିଲେ ହୁଏତ ତମକୁ ଭଲ ନ ଲାଗିପାରେ, ସେଇଥିପାଇଁ ମୁଁ କହୁନି। ସମ୍ରାଟଙ୍କୁ ଯାହା ଭଲ ଲାଗିଛି ପ୍ରଜାଙ୍କୁ ତାହା ନିଶ୍ଚୟ ଭଲ ଲାଗିବା ଉଚିତ। ଆପଣ କୁହନ୍ତୁ ଜାହାପନ୍ନା। ବେଶ, ଶୁଣ, ବୀରବଲ ଆଉ ମୁଁ ବୁଲି ବୁଲି ସମୁଦ୍ର କୂଳରେ ପହଞ୍ଚି ଭାବିଲୁ ଗୋଟାଏ କୁଦାରେ ସମୁଦ୍ରକୁ ଡେଇଁ ଯିବୁ, କିନ୍ତୁ କଣ ହେଲା ସମ୍ରାଟ? ଦୁହେଁ ସମୁଦ୍ର ମଝିରେ ପଡିଗଲୁ। କୂଳକୁ କିପରି ଆସିଲେ ସମ୍ରାଟ? ଜୁଆର ପାଣି ଆମକୁ କୂଳରେ ଆଣି ଫିଙ୍ଗି ଦେଇଗଲା। ତାପରେ ତାପରେ କଣ ହେଲା ସମ୍ରାଟ? କିଛି ସମୟ ପରେ ଦେଖିଲି ମୁଁ ଗୋଟାଏ ମଧୁକୁଣ୍ଡ ମଧ୍ୟରେ ଆଉ ବୀରବଲ ଗୋଟାଏ ବିଷ୍ଟା କୁଣ୍ଡରେ ପଡିଛି। ସ୍ୱପ୍ନ କଥା ତମକୁ କେମିତି ଲାଗିଲା ବୀରବଲ? ମୁଁ ବୁଝିପାରୁନି ଜାହାପନ୍ନା, ଗୋଟାଏ ସ୍ୱପ୍ନ ଆମେ ଦିହେଁ ଦେଖିଲୁ କିପରି? ମାନେ
तुमे कौन ठीक यही स्वप्न देखिल बीरबल ना जहाँपना टिके अलगा से अलगा कथाटा कह बीरबल कहिबार मोर आपत्ति नाही जहाँपना किंतु आपण को ताहा भलो लागी न पारे निश्चय भल लागिबो निश्चय भल लागिबो तुमे कह मुंड रहिले तुंड खोलिबी जहाँपना भय करिवार किछि नाही कह जहाँपना आपण मधु कुंडरे आउ मु बिष्टा कुंडरे पड़िया पर्यंत स्वप्न ठीक थला किंतु तापरे तापरे कौन देखिल तापरे जहाँ पर हम स्वप्न रे देखिली मु आपण को देह को चाटी मधुपान करूची आउ आपण मो देह को बीरबल प्रकृत रे तुमे महापंडित तुमको कथारे जिणिबा सहज नुहे आज एते बेल जाए बीरबल देखा नहंती महाभारत लेखा नहीं काली तांको ऊपर विरक्त होइथिली सेथि पई बोधे विलंब पई जहाँपना को पाखरे मु क्षमा प्रार्थना करूची के ओ बीरबल ना विलंबर कारण कहले क्षमा दिया जीवने जहाँपना सकाळु सानपोटा झुंक छड़ाई देलानी जेते बुझिले मोटे बुझिलानी गोटा जीत लगेची सेहित पे डेरी हे गला जहाँपना उत्तर संतोषजनक नुहे बीरबल सामान्य गोटा पिला को तुम्हें बुझेई पारलनी जहाँपना किंतु पिला को बुझेइबा एते सहज नुहे बाजे कथा मु किंतु ठीक पारि थांती जहाँपना केबे से परिस्थितिर सम्मुखीन हेई नाहंती बोली ए कथा कहउचंती परीक्षा करी थर देख बीरबल मु पारुची कि नहीं तेबे एठार परीक्षा हे जाऊ जहाँपना माने आपण पिता आ मो पुत्र माने जोथि पे मो पुओ जीत करथला मु से परी आपण बाहर जीत करबी आ आपण बुझिया चेष्टा करिवे अच्छा बेस मु प्रस्तुत ठीक अछि ताहले आरंभ करंतु कर अरे अरे पो कौन होला कांदु सुकाएगी काना 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 अरे के तो मारला मां मारला गाड़ी देला अरे को संग पिला तो मारला ना अरे कांदु सुकाई बापा काने काने बरा मो सुना बरा काने 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 चुप कर अरे बाबा भांगी जाइथिले गड़ेई देबी हजी जाइथिले खोजी आनिबी और दरकार मो सुना धनटा कहि देबो बाबा मो सुना धन मो पुओ क काने काने कांदी कांदी कोला पड़ी गलानी मो पुओ ओहो मो सुना रे कोन क हां 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 मो अछि हां मो अछि मो हां এই তো কান্দুଛୁ খালি আরে কান্দিলে মু কোন বুঝিবি কইলু পুও কান্দনে পুও কান্দনে কইলি পরা যাহা তো দরকার কহ মু দেবি আরে কন্ডি দরকার নাই খেলনা দরকার নাই চক্ক গাড়ি দরকার না কোন দরকার মতে আখু খাইবি খাইবু আরে সে কথা মতে কোনু আখু খায়া পাই তো কান্দুଛୁ আখু কোন আমকো অভাব হইছি র র অবি আখু তো দেউছি अरे क्या अच्छा आखु नहीं ऐसा अरे 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 काने 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 आहा आखु पर आसी बबी का अरे आखु आसी पहुंचो सुनना पोटा पर काने 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 अनिल अनिल काने तो हसी दल मो बाबा हसी बाबा ए हसीबा कोले कांदुज काई हसी दे हसी सुनना पो ए आखु ए आसी गला मो बु आखु खाइबो केते आखु केते नमा नमा आखु ने पोने ले कोटा खाइ সেইটা খাইবি সেটা খাবো এই সেটা নে হ্যাঁ সেটা সেটা দে হ্যাঁ তা খন্ড খন্ড কর দে হ্যাঁ বাস বাস নে পো নে খা আরে ফের কোন হেলা আরে কান্দু চুকাই কি আখু কইলো আখু আসলা ফের কান্দিলু কাই কি সেইটা ভাঙ্গি লগাই কি মু গটকিয়া খাইতাছি ओहो भांगी देली भूल हे गला परा अच्छा अच्छा हो रा हला हला हो आओ आओ गोटे भला आखु देबी बड़ आखु ए सेटा दियो নাই 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 তাকু খাইবি না जो गोटा तो भांगिला সেই গোটা जोड़ी गिरी दियो मु खाइबी ये आश्चर्य कथा अरे भंगा आखु जोड़ा हबो केमति कहलु हेई पारिबने बाबा ओ सुना पो बुझिला मु कांदिबी अरे बाबा सेटा ने एटा बड़ आखु मु ताकू खाइबी नी ताकू ही जोड़ी गिरी दियो जागु भांगिला ओहो बाबा सेटा जोड़ा हेई पारिबने रे पो मो सुना पो मो राजा रे राजा हेई पारिबने सेटा जोड़ा ने अरे सुन ठीक নাই ओहो নাই মতে নাই মতে कोन নাই মতে खा নাই নাই मारा दबी खा
କହୁଛି ଆରେ ମାରି ଭାଙ୍ଗି ପକଉଛୁ କାହିଁକି ଭାଙ୍ଗି ପକଉଛୁ ପୁଅ ସେଇଆ କହୁଥିଲା ଆଜ୍ଞା ତମେ କହିଥିବ ଦରବାରକୁ ଭାଙ୍ଗି ଦଉଛି ମୋର ଦରକାର ନାହିଁ ବିରବଲ ବନ୍ଦ କର ସବୁ ତମର ପୁଅ ହବା ଦରକାର ନାହିଁ କି ମୋ ବାପା ହବା ଦରକାର ବିରବଲ ମୁଁ ତମ ପାଖରେ ହାରିଗଲି ଜାହାପନା ବୀରବଲ ପ୍ରକୃତରେ ତୁମେ ମହାପଣ୍ଡିତ ତୁମକୁ କଥାରେ ଜିଣିବା ସହଜ ନୁହେଁ ଆଚ୍ଛା ବୀରବଲ କୁହ ତ ଦେଖି ପଣ୍ଡିତ ମାନଙ୍କୁ ସେମାନଙ୍କର କଥା ଓ କାର୍ଯ୍ୟରୁ ଚିହ୍ନି ହୁଏ କିନ୍ତୁ ମୂର୍ଖ ମାନଙ୍କୁ କିପରି ଚିହ୍ନିବ ଠିକ ସେମିତି ଚିହ୍ନିବେ ଜାହାପନା ତାଙ୍କ କଥାରୁ କାର୍ଯ୍ୟରୁ ଠିକ ଅଛି ତମେ 6 ଜଣ ମହାମୂର୍ଖ ମତେ ଖୋଜି ଆଣିଦବ ଆଣିଦେବି ଜାହାପନା କିନ୍ତୁ ପଣ୍ଡିତ ମାନଙ୍କୁ ଖୋଜି ବାହାର କରିବାକୁ ଯେପରି ସମୟ ଲାଗେ ମୂର୍ଖ ଖୋଜି ବାହାର କରିବାକୁ ମଧ୍ୟ ଠିକ ସେମିତି ସମୟ ଲାଗିବ ଆଚ୍ଛା ତୁମକୁ 1 ସପ୍ତାହ ସମୟ ଦିଆଗଲା ଏହି ସମୟ ମଧ୍ୟରେ ତୁମେ 6 ଜଣ ମହାମୂର୍ଖ ଖୋଜି ଆଣିଦବ ଆଉ ସେଥିପାଇଁ ଯାହା ଅର୍ଥ ଲାଗିବ ରାଜକୋଷରୁ ନେଇଯାଅ ଜାହାପନା ଆଗ କାହିଁ ଗଲ କେଣେ ରହିଗଲ କବାଟ ଆଉଜା ହେଇଛି ପେଲି ଦେଇ ଆସ ତମେ ଉଠି ଆସି ପାରୁନ ମୁଁ ଅସଜରେ ଅଛି ଧରିବଟି ଓହୋ ହାତଟା କଟକଟ ହେଇଗଲାଣି କବାଟ ଏତେ ଖଟ ଖଟ କଲେଣି ତମେ ଝଟ ପଟ ଉଠି ଆସି ପାରୁନଥିଲ ଆଜି କଣ ଗଣ ଜିନିକିରି ଆସିଛ ନା କଣ ବା ଏତେ ଜିନିଷ 2 ସପ୍ତାହ ପାଇଁ ସବୁ ନେଇ ଆସିଛି ଆଉ ଯେମିତି କଟ କଟ ଖଟ ଖଟ କିଟି କିଟି ଖିଟି କିଟି ନ ହୁଅ 2 ସପ୍ତାହ ପାଇଁ କାହିଁକି ତମେ କୁଆଡେ ଯିବ କି ଖୋଜିବାକୁ କାହାକୁ ମୂର୍ଖ ମୂର୍ଖ ମହାମୂର୍ଖ କଣ ଯେ କହୁଛ ମୁଁ କିଛି ବୁଝି ପାରୁନି ଆହେ ବାଦଶାହଙ୍କ ଆଦେଶ ସପ୍ତାହକ ମଧ୍ୟରେ 6 ଜଣ ମହାମୂର୍ଖ ଖୋଜି ନେବା ପାଇଁ ଦରବାରରେ ପାଇଲନି ହଉ ହଉ ଆସ 2 ସପ୍ତାହ ତ ଅଛି ଚିନ୍ତା କଣ ଆପଣମାନେ ତ କେହି କିଛି ବୁଝୁନାହାନ୍ତି ବୀରବଲଙ୍କୁ କେମିତି ବାହାର କରିବା ଚିନ୍ତା କରୁଛି 1 ସପ୍ତାହ ତ ଶେଷ ହେଇଛି କିନ୍ତୁ ବୀରବଲଙ୍କର ତ ଦେଖା ନାହିଁ ତାଙ୍କ ବିନା ଦରବାର ଶୁଷ୍କ ଲାଗୁଛି 6 ଜଣ ମୂର୍ଖ କଣ ସେ ଖୋଜି ପାଇଲେନି ପାଇଛି ଜାହାପନା ଆରେ ବୀରବଲ ଆସ ଆସ ବୀରବଲ ମୁଁ ମୋର କାର୍ଯ୍ୟ ଶେଷ କରିଛି ଜାହାପନା କିନ୍ତୁ କାହାନ୍ତି କାହାନ୍ତି ସେମାନେ ଆଦେଶ ହେଲେ ସେମାନଙ୍କୁ ଦରବାରକୁ ନେଇ ଆସିବି ଏଇଠି ହବ ତମେ ଏଇଠି ହବ ଆସ ଆସିଗଲେ ଜାହାପନା କିନ୍ତୁ ବୀରବଲ ତୁମେ କିପରି ଜାଣିଲ ଯେ ଏମାନେ ମହାମୂର୍ଖ ବୋଲି କଥାରୁ ଆଉ ତାଙ୍କ କାର୍ଯ୍ୟରୁ ଏ ପ୍ରଥମ ଲୋକଟି ଜାହାପନା ଗୋଟାଏ ଗଧ ଉପରେ ବସି ମୁଣ୍ଡ ଉପରେ ବଡ଼ ବୋଝ ଥୋଇ ଯାଉଥିଲା ତାକୁ ପଚାରିଲି କି ହୋ ଗଧ ପିଠିରେ ନ ରଖି ନିଜେ ମୁଣ୍ଡେଇଛ କାହିଁକି ସେ କଣ କହିଲା ଜାହାପନା ଚିହିକି ଉଠିକିରି କହିଲା ତମକୁ କଣ ଦେଖାଯାଉନି ମୋ ଗଧଟା କେତେ ଦୁର୍ବଳିଆ ହେଇଛି ମୋ ଭାର ବୋହିବାକୁ ସେ ଅସମର୍ଥ ହେଇ ପଡି ତାକୁ କଷ୍ଟ ହଉଛି ଆଉ ଏ ଗଣ୍ଠିଲାଟା କେମିତି ସେ ବୋହିକିରି ନବ ସେଇଥିପାଇଁ ମୋ ମୁଣ୍ଡରେ ମୁଣ୍ଡେଇକିରି ବସିଛି ତାପରେ 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 ଦ୍ୱିତୀୟ ମୂର୍ଖ କଥା କୁହ ଆଉ ଦିନେ ଜାହାପନା ଆସୁଛି ଦେଖିଲି ଜଣେ ସ୍ତ୍ରୀ ଲୋକ ମୁଣ୍ଡ ବାଡେଇକିରି କାନ୍ଦୁଛି ତା ସ୍ୱାମୀ ତାକୁ ବୁଝେଇବାକୁ ଚେଷ୍ଟା କରୁଛି କଥାଟା କଣ ହେଇଛି ଜାଣିବା ପାଇଁ ପାଖକୁ ଗଲେ ସ୍ତ୍ରୀ ଲୋକଟା କାନ୍ଦୁଥାଏ ତା ସ୍ୱାମୀ ଏଇ ଲୋକଟାକୁ ଠେଲି ଠେଲି କହୁଥାଏ ଆଏ ଖୁଣ୍ଟାଟା ପରେ ଠିଆ ହେଇଛ କଣ ଯାଅ ଦେଖ ଚୋର କୁଆଡେ ଗଲା ବାକ୍ସରେ ମୋର ଗହଣା ଥିଲା ନଗଦ କେତେ ଟଙ୍କା ଥିଲା ମୁଁ ସେ କଥା କିଛି ଆଉ ଜାଣିପାରିନି ସବୁ ଶୁଣି ତା ସ୍ୱାମୀକି ମୁଁ କହିଲି କିଓ ଚୋର ବାକ୍ସ ନେଇଗଲାଣି ଆଉ ତମେ ଠିଆ ହେଇ ଚାହିଁଛ କଣ ମ ସେଇଠୁ ସେ କଣ କହିଲା ଜାହାପନା ସିଏ ମାନେ ଚାବି କାଠିଟା ମତେ ଦେଖେଇ କହୁଛି ଆଜ୍ଞା ଦେଖୁନାହାନ୍ତି ଚାବି କାଠିଟା ମୋ ପାଖରେ ପୁରା ଅଛି ବଡ ତାଲାଟା ପଡିଛି କେମିତି ଖୋଲିବ ଖୋଲୁ ବଳେ ମୋ ପାଖକୁ ଆସିବ ନାଇଁ ହଁ
चोर तम पाखु आसो चाबी नापे मूर्ख कोटिकार तापरे नई कूले बसी भाबुची जहाँपना सड़ महामूर्ख को नहीं जावा कहते 2 जन को पाइली आउ रहिले 4 जन एतिकी बेले आज्ञा देखिली यही लोकटी नई बाली खोली कौन खोजबार लगी भाविली मिलगला आउ ता पाखु जाई पचारली भाई कौन खोज से कहला भाई टिके साहाଯ୍य करंतनी काली गोटा मोहर पोती थेली जे पाउने मु सेठ ताको कहली कौन चिन्ह रखितल से कहूची कौन ना मते कौन एडे बोका भाविच मोहर पोती फेर चिन्ह रखितांती सेठू से कहूची जोटी मोहर पोती जाइथिली ठीक तारी सीधारे खंडे कळा मेघ थला मु कहले हौ आउ मोहर खोजिबा दरकार नाही आस मो संगे अकबर बादशाह को ठारू मोहर नबो माने मोठू नबो मु तार मोहर पाइछि ना कोन नाही जहां बना कळा मेघ खंड परा वर्तमान आपन को राजबाटी ऊपर अछि केड़े मूर्ख लोक तुम्हें ए कला मेघ खंड कौन सबुदिन से गोटे स्थान रही था मूर्ख कोटिकार बीरबल ए 3 जन जाक महामूर्ख एथरे कौन सन्देह नहीं हाँ तमे 6 जन आनियो बोली कहिथिलो आउ 3 जन कहांती जहां पन्ना आउ 3 जन एठी अछंती जहां पन्ना कहांती जहाँपना चतुर्थ महामूर्ख होउची मु निजे कारण 1 सप्ताह हैला समय नष्ट करी मूर्ख खोजिबार लागिची अच्छा ये पंचम जनक से की क्षमा करिवे जहाँपना पंचम जनक होउचंती आपण निजे बीरबल जहाँपना खोदा आपण को हाथ रे लक्ष लक्ष प्रजांकर भाग्य समर्पी देइचंती सेमानक मंगल चिंता करिया परिवर्ते आपण महामूर्ख खोजिबारे मन देइथिबारु मु आपण को मूर्ख तालिका रखिची ओ अच्छा अच्छा ये तबे षष्ठ मूर्ख टिकिए षष्ठ मूर्ख केवल एक नुहे जहाँपना एकाधिक माने हाँ जहाँपना जो माने सेमानकर बहुमूल्य समय नष्ट करी ये सब मूर्ख मान कथा शुणुचंती सेमानक मु षष्ठ तालिका रखिची वास्तविक वास्तविक बीरबल तुमर बुद्धिर चातुर्य मु मुग्ध हेची एई नियो तुम पुरस्कार एई नियो जहाँपना खादिजा देखिलु बादशाह ए आसनटी मु बुणुची भल हेनी भल माने आपण एते श्रद्धारे बादशाह जहाँ करचंती ताकू अन्य कहा संगे तुलना करा जाय पारे सेतिकी थाउ बादशाह पर आपण को डाकुचंती चलतु रह आउ अल्प अछि तो शेष ही गले बादशाह को मु देबी खुशी रे से मते कोन देबे कहिलु बेगम जहाँपना बेगम ए कौन तमे एठी बसी आसन बुणुच अथच मु तुमको अपेक्षा करी बसीजी बांदी कौन तुमको किछि कहिनी कहिछि जहाँपना तबे काहे कि मो कथा मान्य कलो जानो एथि में तुमको की शास्ति भोगियो पड़िबो आपण को पाद धरि क्षमा मागुची शास्ति दबा पूर्वरु मो कथा टिके सुनंतु मो तमर कोनोसी कथा सुनिबा को प्रस्तुत नहे सामान्य गोटा आसन बुणियो को बसी तमे मो कथा को हे अज्ञान करिचो सेथि पई मो तुमको राजमहल छाड़ी चली जेबो को आदेश दउची मु आपण को छाड़ी राजबाटी छाड़ी कुआडे जीवी आपण को पई आसनटी केते श्रद्धारे बुणी थिली आपण को देबे बोली मने मने केते खुशी होतिली तू आपण तमे जानो बेगम मो मन निष्पत्ति केबे बदलैनी और आज भी बदलैबिनी तुमको राजमहल छाड़ी जीव को हबो हाँ सुन तुम्हें तुम अति प्रिय पदार्थटी सांगरे नहीं जाई पारो मु जाउची खादिजा बादशाह के निष्ठुर देखिलु तो खादिजा नारी हृदय जानिबा को पुरुष केबे समर्थ हेनी कि हे परिबनी अल्लाह मु एबे कोन करिबे आपण चिंता करंतुनी बेगम साहेबा
ମୁଁ ବୀରବଲ ଜୀଙ୍କୁ ଡାକି ଆଣୁଛି, ସେ ନିଶ୍ଚୟ କିଛି ବୁଦ୍ଧି ବତେଇ ଦେବେ। ମତେ ସ୍ମରଣ କଲେ ବେଗମ ସାହେବା, ଖାଦିଜା ଠାରୁ ମୁଁ ସବୁ ଶୁଣିଛି। ବ୍ୟସ୍ତ ହୁଅନ୍ତୁନି, ମୁଁ ଯେପରି କହୁଛି ସେଇପରି କରନ୍ତୁ। ଖାଦିଜା, ଯା ବାଦଶାହଙ୍କୁ କହିବୁ ବେଗମ ଯିବା ପୂର୍ବରୁ ତାଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ ଚାହାନ୍ତି। ବେଗମ, ଥରେ କହିଛି ମୁଁ ମୋ ନିଷ୍ପତ୍ତି କେବେ ପରିବର୍ତ୍ତନ କରେନି, ପୁଣି କାହିଁକି ଅନୁରୋଧ କରୁଛ? ରାଜମହଲରେ ରହିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁନି ଜାହାପନା। ଗଲାବେଳେ ଖାଲି ଆପଣଙ୍କୁ ସାକ୍ଷାତ କରିବା ପାଇଁ ଚାହିଁଥିଲି। हे दासीर अनुरोध रक्षा करी टिके सरबत पीबेनी। आसंतु एई पलंक उपरे बसंतु, निज हाथ रे सरबत करिछि मु, नियंतु। हाउ हे तो ए जीवन रे साक्षात होबनी। सब दिन पाई दासी आपनको सेबारु वंचित हैला। नियंतु जहापना, नियंतु। बेगम, तुम्हें जाओ, मते भीषण निद लगुची। मु एठी ए पलंक पर टिके सोई पड़े। खादिजा, बीरबल को खबर दे, लोक पठेबे। जहापना निशा सरबत पी सोई पड़लेनी। केते जण बाहर आसी अपेक्षा करजंती, डाकिबे? डाक। सुन, पलंक सह बादशाह को नहीं चलो। आ खादिजा, तू भी मो संगे आ। मुंडटा भारी भारी लगुची। ये कौन? बेगम, तुम्हें मो पाखर सोईछ? ए पर्यंत तुम्हें जाइन? जहापना निजे भी मो सहित निर्वासित। एबे से तांकर ससुरालय रे। कौन तुम्हें कहूछ? हां जहापना, आपन को मु आम घर को नहीं आसीची। ए अपराधर शास्ति कौन जानो? बादशाहकर से अधिकार आ नाही। वर्तमान से निजर बेगम निकट रे बंदी। बेगम, आपण निजे तो आदेश देथिले जहापना, मोर अति प्रिय जिनिस सांगरे नहीं आसीबा पई। उआसर आपणक छड़ा हाउ अधिक प्रिय जिनिस मो पई कोन थाई पारे? मु हारी गली बेगम, मु हारी गली। किंतु बेगम, ये निश्चय तुमर बुद्धि नुहे। बीरबल का पई मु मोर सर्वस्व फेरी पाइची, नहले चिरदिन पई आपणक ठरू बहु दूर रे रहिबाक पड़िथांता। प्रकृतरे बेगम, बीरबलंकर बुद्धिर तुलना नहीं। आस आस बेगम। बादशाह भूली जाउचंती, एटा तांकर शयन कक्ष नुहे, ससुरालय।